ଦେଖନ୍ତୁ ଯାତ୍ରାକୁ ନେଇ ପୁଣି ଏକ ବିବାଦ ଛିଡ଼ା ହୋଇଛି। ବିଶେଷ କରି ପୂର୍ବରୁ ମଧ୍ୟ ଯେଉଁଭଳି ଭାବରେ ଦେଖିଥିବେ ନରି ପଣ୍ଡାଙ୍କ କଥା କୁହନ୍ତୁ ଏବଂ ପରେ ମଧ୍ୟ ସୋନାଲି ପଣ୍ଡାଙ୍କ କଥା ଆସିଲା। ଏବେ ଆଉ ଜଣେ ଯିଏ ଯାତ୍ରା କଳାକାର ରହିଛନ୍ତି ଅଶୋକ ସମ୍ରାଟର ଯିଏ କଳାକାର ରହିଛନ୍ତି ମାମୁନି ଷଡ଼ଙ୍ଗୀ ଏବଂ ତାଙ୍କ ସ୍ୱାମୀ ଯିଏ ଅଛନ୍ତି ବାପି କୁମାର ଅଛନ୍ତି ଯିଏକି ସେଇ ପାର୍ଟିର ମଧ୍ୟ ସିଙ୍ଗର ଅଛନ୍ତି। ସେ ଏଥର ଅଭିଯୋଗ ଆଣିଛନ୍ତି ଯେ ତାଙ୍କର ଯୋଉ ଅନନ୍ତ ନାରାୟଣ ଧଳ ଯେ ଯାହାଙ୍କ ପରିଚାଳନାରେ ସେ ଅଶୋକ ସମ୍ରାଟ ରହିଛି ଯେ ତାଙ୍କର ବିକେଆ କିଛି ଟଙ୍କାକୁ ନେଇ ସେ ଅଭିଯୋଗ କରିଛନ୍ତି ଏବଂ କମିଟି ସହିତ ମଧ୍ୟ ତାଙ୍କର ଯାହା କମିଟି ପକ୍ଷରୁ ମଧ୍ୟ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମଧ୍ୟ ମହିଳା ଥାନାର ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏ ଘଟଣାର କ'ଣ ରହିଛି ସତ୍ୟାସତ୍ୟ ସେ ନେଇ ଆମେ ଅନନ୍ତ ନାରାୟଣ ଧଳ ଅଛନ୍ତି ଆମ ସହିତ, ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା, ଏଇ ଯୋଉ ଘଟଣା ଘଟିଛି କ'ଣ ପ୍ରକୃତରେ ଘଟଣା, ଏଇ ଯୋଉ କେତେ ଟଙ୍କା ବାକି ଥିଲା କ'ଣ ପ୍ରକୃତରେ ହେଇଥିଲା? ଟଙ୍କା ବାକି ନାହିଁ, ମୋର ତାପରେ ଅଛି ବୋଧେ 2 ଲକ୍ଷ ବୋଧେ ଆମେ ପାଇବୁ ତାଠୁ। କେମିତି ଏ ବର୍ଷର ଆର ବର୍ଷ ପାଇଁ ସେ ଆଡଭାନ୍ସ ନେଇଛି, ଆପଣ ମାନେ ଖାତା ଦଉଛି ଦେଖନ୍ତୁ, ଏଇଟା ଆର ବର୍ଷ ଦେଖନ୍ତୁ କ୍ଲିୟର 5 ଲକ୍ଷ ଟଙ୍କା ଆର ବର୍ଷ ପାଇଁ ନେଇଛି ଆଡଭାନ୍ସ। 24-25 ପାଇଁ କେତେ? 24 ବର୍ଷ ପାଇଁ ତାର 24 ଲକ୍ଷ ହେଇଥିଲା, 25-26 ବର୍ଷ ପାଇଁ ତାର 27 ଲକ୍ଷ ହେଇଛି। ଖାତା ବି ଦେଖନ୍ତୁ 5 ଲକ୍ଷ ଆଡଭାନ୍ସ ନେଇଛି। ତାପରେ ଟଙ୍କା ଏ ବର୍ଷର ପାଇ ସାରିଲା ପରେ 13,000 ଟଙ୍କା ନା କ'ଣ ଚଢିକି ଅଛି ତା ଉପରେ ବର୍ତ୍ତମାନ ସୁଦ୍ଧା। ଏ ବର୍ଷ ଆର ବର୍ଷ ଆଡଭାନ୍ସ ନେବା ଟଙ୍କା ଆମେ ତ ଆହୁରି ଟଙ୍କା ମାଗୁଥିଲା, ଟଙ୍କା ମୁଁ ଦେଇନାହିଁ। ଟଙ୍କା ପାଇଁ ଝମିଲା ହେଇନି, ଏଇଟା ମିଛ କଥା କହୁଛି। ଟଙ୍କା କଥା, ଟଙ୍କା ମୁଁ ପାଇବି ତାଠୁ। ତାର ଅଭିଯୋଗ ହେଇଛି ଝମିଲା ହେଇ ସେଠି ସିଏ ପ୍ରଥମ ଦିନ ତା ହଜବେଣ୍ଡ ଚଢି ନାହିଁ ପେଣ୍ଡାଲରେ। ସେକେଣ୍ଡ ଦିନ ତାକୁ ଚାହିଁଛନ୍ତି ଚଢେଇବା ପାଇଁ ଯାଇଛି, ତାକୁ କମିଟି ବିରୋଧ କରି ତୁ କାଲି ଚଢିଲୁ ଆଜି ଚଢି ପାରିବୁ ନାହିଁ। ସେମାନେ ସେଠୁ ପ୍ରାର୍ଥନା ହେଇଛନ୍ତି ସେଠି, ସେ ଡାକି ଦେଇ ତା ସ୍ତ୍ରୀକି, ସିଏ ଯାଇକି ତା ସ୍ତ୍ରୀ ତାଙ୍କ ସହିତ ଖରାପ ପିଲାଙ୍କ ଭିତରେ ଯେତେବେଳେ ବ୍ୟବହାର ଖରାପ କରୁଛି କମିଟି ତାଙ୍କ ଗାଁରେ ଆମେ ଯାତ୍ରା କରିବାକୁ ଯାଇଛି, ତାଙ୍କର ବି ସ୍ୱାଭିମାନ ଅଛି, ସେ ଘେରି ଯାଇଛନ୍ତି ସବୁ। ଇଏ ସେତେବେଳେ କ'ଣ କରିଛନ୍ତି, ମାଡଳ ହେଇଛି ନାହିଁ ମୁଁ ଯାଇକି କହିପାରିବିନି, କିନ୍ତୁ ସେମାନେ ଘେରି ଯାଇଛନ୍ତି ଯେତେବେଳେ ସିଏ ଗାଡି ନେଇ ପଳେଇ ଯିବାକୁ ଚାହିଁଛନ୍ତି ଲୁଚିକି। ଯେତେବେଳେ 1,500 ଲୋକ ବହିଛନ୍ତି, ସେମାନେ ଗାଁ ସାରା ଡକାଡକି 200-300 ଲୋକ ମାଇପେ ଛୁଆ ପିଲା ସବୁ ଜଗି ଦେଇଛନ୍ତି ଯେ ନାଚ କରିବୁ ଯିବୁ ସକାଳୁ। ନାଚ ଆକୁ କରେଇଛନ୍ତି। ତାପରଦିନ ସକାଳୁ ମୋ ଯେତେ ଶାଢୀ ଫାଡି ଅଛି ଦାମୀ ଦାମୀ ଶାଢୀ ସେଇଦିନ ଗୋଟା ନୁଚେଇ ନେଇ ସବୁ ଫେରାର। ଯାଇକି ସେଠି ଆଉ ଥାନାକୁ ଯାଇନି, ମହିଳା ଥାନା ଯୋଉଠି ମାନେ ସୁବିଧା ତାକୁ ହବ ସିଦ୍ଧକୁ କିଛି ନାହିଁ। ଯୋଉଠି କେସ୍ ହେଲା ସେଠି ନାଣ୍ଡୁ ବାବୁ ଥିଲେ, ମୁଁ ତ ଶୋଇଥିଲି, ମତେ ସେ ଫୋନ କଲା, ମୁଁ କହିଲି ବୁଝୁଛି କ'ଣ ହେଇଛି। କମିଟି ସହିତ ବି କଥା ହେଲି, କମିଟି ସହିତ କଥା ହେଲା ପରେ କମିଟି କହିବା କଥା, କମିଟି ଆହୁରି ନେକ୍ସଟ ଆମକୁ ଶୋଧିଲେ। କମିଟି ଶୋଧିବାର ମତେ କାରଣ ଯେ ଆପଣ ଏଇଭଳି ଆର୍ଟିଷ୍ଟ ରଖିଛନ୍ତି ଯିଏକି ଆମ ଗାଁ ଫାଁ ନେଇକି ଶୋଧୁଛି। କମିଟି ତେଣୁକରି ସେ କହିଲା ନା ଗେଟ୍ ଖୋଲି ପାରିବ ନାହିଁ, ଆପଣ ଆମର ଯୋଉ ଲସ୍ ହେଲା, ଏଇ ଯୋଉ ଝମିଲା ହେଲା, ଗୋଟେ ଦିନ ନାଚ ବନ୍ଦ କଲେ, କରିବାକୁ କହିଲେ ବିଭିନ୍ନ କଥା, ଲୋକ ବି ପଳେଇଲେ ସେ ମାଡ ଭିତରେ। 4 ଲକ୍ଷ ଟଙ୍କା ଆମକୁ ଦେବାକୁ ପଡ଼ିଲା ସେଠି ଆ ପାଇଁ। 4 ଲକ୍ଷ ଆମେ ବି ଦେଇଛୁ, ରସିଦ ଅଛି। ସେଠି ବି ଇନକ୍ୱାରି କରିବେ, ସେଠି ଥାନା ଥିବ ନା, ଥାନା ଇନକ୍ୱାରି କରି ଆପଣ ଦେବ। ସବୁ ମିଡିଆ ଭାଇମାନେ ଯାଇଛନ୍ତି, ସେଠି ଦେଖିବେ, ତା ଦରମା ଖାତା ଦେଖିବେ, କେତେ ଟଙ୍କା ନେଇଛି ଦେଖିବେ। 20 ଦିନ ଯୋଉ କଲାନି ସେ ବାବଦର ପଇସା ଫେରେଇବ, ଆମ ଶାଢୀ ଫାଡି ଯାହା ନେଇ ସବୁ ଫେରେଇବ। ଯାତ୍ରା ଇଣ୍ଡଷ୍ଟ୍ରି ବହୁତ କମିଟି ମାନେ ଜାଣିଛନ୍ତି, ବହୁତ ଥର ତାର କମିଟି ସହିତ ଝାମିଲା। ସେ ଯୋଉ ଅଭିଯୋଗ ଆଣିଛନ୍ତି ଆପଣଙ୍କୁ 50,000 ମାଗିଛନ୍ତି, ଲକ୍ଷେ ନା 3 ଲକ୍ଷ ଟଙ୍କା ଯୋଉ ମାଗିଥିଲେ ଆପଣ 50,000 4 ଲକ୍ଷ ମାଗିଥିଲେ ସେ ଆଡଭାନ୍ସ ଅଧିକା ପାଇଁ, ମାନେ ଆର ବର୍ଷ ପାଇଁ ମାଗିଥିଲା ଫେରେ। ମାନେ 5 ଲକ୍ଷ ଯୋଉ ନେଇଛି ତା ତ ଗତିବିଧି ମୁଁ ଆସିଲାଣି ମନା କରିଛି, ମୁଁ ରଖିବିନି। ମୋର ଯାତ୍ରା ପାଟି ଏତେ ଟେନସନ ନେଇ ଯାତ୍ରା କରିବାର ନାହିଁ। ସେଇଟା ସେ 4 ଲକ୍ଷ କହୁଛି, ମୁଁ କିନ୍ତୁ ଲକ୍ଷେ ଟଙ୍କା ସେ କହିଲା ପେଣ୍ଡାଲ ଚଢିବିନି, 50,000 ମୋ ଭଣଜା ପଠେଇଛି 20-30 କରି, ଏଟା ସତ କଥା। ଆଉ 50,000 ସେ କମିଟି ବାଲା ଦେଲା ପରେ ପେଣ୍ଡାଲ ଚଳିଲା। ଏଟା କ'ଣ 25-26 ନା 24-25 ପାଇଁ? ନାଇଁ, ସେ ମାଗିଲା ଦେବା ପାଇଁ। ସେ ଭାବୁଛି କ'ଣ ଯାତ୍ରା ମୋର ତ ରଖିବାର ନାହିଁ, ସେ ଜବରଦସ୍ତି କହୁଛି ମୁଁ ରହିବି, ମୁଁ ତ ରଖିପାରିବିନି। ଏ ଯୋଉ ଇଣ୍ଡିସିପ୍ଲିନ ସବୁବେଳେ ସବୁ କମିଟି ସହିତ ଝାମିଲା। ଗତ ବର୍ଷର ସମସ୍ତ ପଇସା ତାଙ୍କର ତା ଉପରେ ଚଢିକି ଅଛି। ଆପଣ ତା ଖାତା ଯୋଉମାନେ ଆପଣ ମିଡିଆ ଭାଇମାନେ ଯାଇଛନ୍ତି, ଖାତା ବି ସେଠି ଦେଖିଦେବେ, ତା ଉପରେ ଚଢିକି ଅଛି। 20 ଦିନ ବି 1.5 ଲକ୍ଷ ଯୋଉ ତାକୁ ଫେରେଇବ, ଲୁଗାପଟା ସବୁ ନୁଚେଇ ନେଇ ପଳେଇଛି। ଏତେ କୋଉଠି ତାଙ୍କ ସ୍ୱାମୀ କହୁଛନ୍ତି ଯେ ବାରମ୍ବାର ଫୋନ କଲେ ଆପଣ ଫୋନ ଉଠଉନାହାନ୍ତି, ଖାଲି ଖେଳୁଛନ୍ତି ଯେ ଆଜି ଦେବି। ମୋର 3ଟା ପାର୍ଟି, ଟେଲିଫୋନ ରାତି 3ଟାରେ ଯିଏ କରିବ ମୁଁ ଉଠାଏ। ଆପଣମାନେ ମୋ ଏରିଆ ଲୋକ ଜାଣିଥିବେ, ମୁଁ ସ୍ପଷ୍ଟବାଦୀ ଲୋକ, ବେକ କଟିଗଲେ ବି ସତ କହିବାର ଫେରିବାର ନାହିଁ ଚାନ୍ସ। ସତ କହିବି, ଯେ ସତ କହିବା ଡରିବ କାହିଁ ତୁ? ଯୋଉ ଅଭିଯୋଗ କେତେ ସତ୍ୟତା? ସମ୍ପୂର୍ଣ୍ଣ ମିଛ। ତାପରେ ଆସିଲା କାହା କଥା, ଏ ଯୋଉ ଆଙ୍କ କଥା।
କମିଟି ସହିତ ଗଣ୍ଡଗୋଳ ତାହାର କମିଟି ଗେଲା ତାଙ୍କ ନାଚ ପାଇଁ ଇଏ ପଳେଇ ଯାଉଥିଲେ ବୋଲି ସେ ମାଡ ଖାଇଯିବେ ବୋଲି ଲୋକ ପବ୍ଲିକ ଠୁ କମିଟି ତାର ଜମିଲା ମୋ ନାଁରେ କଣ ସେ କହୁଛି ମୁଁ କଣ ଶୋଇଥିଲି ଅବଶ୍ୟ 5-6 ଥର ପରେ ମୁଁ ଉଠେଇଛି କାରଣ ମୋ ନିଦ ହେଇଯାଇଥିଲା ତାପରେ ଉଠେଇଛି ମୁଁ କହିଛି ବୁଝୁଛି ବୁଝିଲା ଭିତରେ କମିଟି ମତେ ଶୋଧୁଛି ଆ ପାଇଁ ଓ ଯାତ୍ରାବାଟି କରିଛି ବୋଲି କଣ ଆହୁରି କଣ ଯିଏ ଯାହା ପାଇବ ଦେଇଦବ ହେଇଯିବ ନା କଣ ଏ ଯୋଉ ଥାନାରେ ଯୋଉ ଏତଲା ଏରା କିଛି ବେକାର ଏଟା ସମ୍ପୂର୍ଣ୍ଣ ମିଥ୍ୟା ଭିତ୍ତିହୀନ ଇନକ୍ୱାରି କଲେ ଆପଣ ଜାଣିପାରିବେ ଇନକ୍ୱାରି ମୁଁ ଭାରି କ୍ଲିୟର ଲୋକ ସବୁଥିରେ ସହଯୋଗ କରିବା ପ୍ରସ୍ତୁତ ଯେତେ ଗୁଡେ ଚାରିଟାଙ୍କ କଥା କହିଛନ୍ତି ସମ୍ପୂର୍ଣ୍ଣ ମିଥ୍ୟା ଓଡିଶାବାସୀ ଦେଖିବେ ଘଟଣା ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ମିଥ୍ୟା ମୁଁ ଘରେ ଶୋଇଥିଲି ମୁଁ ଯାଇ କମିଟି ଯେତେବେଳେ ଜମିଲା ମତେ ମୋ ନା କହୁଛି ମୁଁ ଟଙ୍କା ଦେଇଛି ଦେଖୁନ ଆପଣ ଦେଖିଲି ଆଡଭାନ୍ସ ଦେଇଛି ଆର ବର୍ଷ ପାଇଁ କହିଲେଣି ମୁଁ ପାଇନି ଟଙ୍କା ସେ ମତେ ଫେରେଇବ ବୋଧେ 5-7 ଲକ୍ଷ 10 ଲକ୍ଷ ସିଏ ଫେରେଇ ପାରେ 2 ଲକ୍ଷ କେତେ ନା କଣ ମତେ ଲାଗୁଛି ଆଉ ଯୋଉ ଏକ୍ସଟ୍ରା ଯୋଉ ଜୋରିମାନା ଆମେ ଯୋଉ ଦେଇଛୁ ବିଭିନ୍ନ ଜାଗାରେ ତାରି ପାଇଁ ପଚାରନ୍ତୁ ବହୁତ କମିଟି ତା ପାଇଁ ଜମିଲା ମୋ ସହିତ ସବୁ ଜାଗାରେ ଗପିବ ବହୁତ ଆଙ୍କରିଂରେ ତାକୁ ସେ ବିରୋଧ କରିବେ ମୋ ପଇସା କାଟିବେ ସେ କାହିଁ ଶୁଣିଲାନି କଥା ତା ସହିତ ଜମିଲା ପେଣ୍ଟିଂ ସବୁ ଷ୍ଟାଫଙ୍କୁ ପଚାରେ ସେ କହିବେ ଶୁଣୁଥିଲେ ଅନନ୍ତ ନାରାୟଣ ଧଳଙ୍କ ପ୍ରତିକ୍ରିୟା ଯିଏକି ସମ୍ପୂର୍ଣ୍ଣ ଘଟଣାର ଯାହା ରହିଛି ତାଙ୍କର ଅଭିଯୋଗ ରହିଥିଲା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଥିଲେ ଏବଂ ଯେଉଁ ଅଭିଯୋଗ ମଧ୍ୟ ସେ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ତାହା ମଧ୍ୟ ଆଗାମୀ ଦିନରେ ସେ ମଧ୍ୟ ଆଇନର ଯୋଉ ଦ୍ୱାରସ୍ଥ ହୋଇଛନ୍ତି ଏବଂ ନିଶ୍ଚିତ ଭାବରେ ସେ ସମସ୍ତ ସହଯୋଗ କରିବେ ବୋଲି ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ଯାଜପୁର ଚଣ୍ଡିଖୋଲ ହେମନ୍ତ ଦାସ ନନ୍ଦିଘୋଷ ଟିଭି